আমার দাবি টাটা কর্তৃপক্ষ তুমি মানিয়ে নিও। ମୋ ନାଁ ବିପଦ ଭଞ୍ଜନ ଦାସ। ମୁଁ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘରେ ନୂତନ ଭାବେ ଯୋଗଦାନ କରିଛି। ମୁଁ ଗୋଟେ ସାଧାରଣ ସଭ୍ୟ ଅଛି। ଦେଖିବେ ଆଜି ଆପଣ ଗୋଟେ ଦାବି ଦେଇଛନ୍ତି ଅଧିକାଂଶ ଜନତାଙ୍କ ଠାରେ, କ'ଣ ରହିଛି ସେ ଦାବି? ପ୍ରମୁଖ ଦାବି କ'ଣ ରହିଛି? ପ୍ରମୁଖ ଦାବି ବର୍ତ୍ତମାନ ଦୀର୍ଘ 15 ବର୍ଷ ଗୋଟେ ବିଦ୍ୟୁତ ବିଭାଗରେ କାମ କରୁଥିବା ବିଏରେ ଥିବା ଆମର ଅସ୍ଥାୟୀ କର୍ମଚାରୀ, ସାଧାରଣ 10,000ରୁ 15,000 ଟଙ୍କା ଦରମା ପାଉଥିବା ଯେଉଁ କର୍ମଚାରୀ, ସେମାନଙ୍କୁ ଟାଟା ପାୱାର ଆଉ OERCର ମଧୁ ଚନ୍ଦ୍ରିକାରେ ସେମାନେ ତାକୁ ଛଟେଇ କରୁଛନ୍ତି, ଯାହାଦ୍ୱାରା କି ପାଖାପାଖି ସାରା ଓଡ଼ିଶାରେ 11,000 ପରିବାର ବର୍ବାଦ ହେଇଯିବ। 11,000 ପରିବାର ଯଦି ବର୍ବାଦ ହୁଏ ଚିନ୍ତା କରନ୍ତୁ ସେ ପରିବାର କରିବେ କ'ଣ? ଏ 15 ବର୍ଷ ଏ ସଂସ୍ଥାରେ ବିତେଇ ସାରିଲା ପରେ ଆଉ କେଉଁଠି କିଏ ତାଙ୍କୁ ଚାକିରି ଦେବ, କେଉଁଠି ସେ କାମ କରିବେ? ସେଥିପାଇଁ କିଭଳି ଭାବରେ ସେ ପିଲାମାନଙ୍କର ଚାକିରି ସୁରକ୍ଷିତ ରହିବ, ସେଥିପାଇଁ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘ ଏବଂ ଭାରତୀୟ ମଜଦୁର ମହାସଂଘ ନେତୃତ୍ୱରେ 18 ତାରିଖ ଠାରୁ ଲୋୟର PMG ଠାରେ ଆମର ଦିବାରାତ୍ର ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଯେ ପର୍ଯ୍ୟନ୍ତ ଆମ ସାଥୀମାନଙ୍କୁ ସେମାନେ ଛଟେଇରୁ ନିବୃତ୍ତ ନ କରିଛନ୍ତି, ଯେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଚାଲିବ। ସେଥିପାଇଁ ଏଇଟା କେବଳ ଗୋଟେ ପ୍ରାରମ୍ଭିକ ଆମେ ପ୍ରକ୍ରିୟା ଥିଲା। ଆମେ ଏଠି କେବଳ ଗୋଟେ ଦାବିପତ୍ରର କପି ଦେବା ପାଇଁ ଆସିଥିଲୁ। 18 ତାରିଖ ଠାରୁ ଆମର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମ ଧାରଣା ଭୁବନେଶ୍ୱର ଲୋୟର PMGରେ ଚାଲିବ। ସେଠି ବହୁ ସଂଖ୍ୟାରେ ଆମ ସାଥୀମାନେ ଯୋଗ ଦେବେ। ପ୍ରାୟ ଆମେ ଆଶା କରୁଛୁ 10ରୁ 15,000 ସଂଖ୍ୟାରେ ସାଥୀ ଆମର ସେଠି ଯୋଗ ଦେବେ।